जय माँ लक्ष्मी जय जगन्नाथ। मार्गशीर गुरुवार ओषा बा धनमाणिका ओषा प्रथम पाली। नमस्ते श्री महामाई विष्णुर राणी त्रिपुर सुंदरी दुख दारिद्र्य भंजनी। नमस्ते श्री महालक्ष्मी जगत मात सिंधुर जदुही कमला नामे ख्यात। तब कृपा दृष्टि माग हुए जा ठार कुबेर संपत्ति ताकू केतक मातर। ଯେଉଁ ଜନ ଠାରେ ମାଗ ତୁ ବିମୁଖ ବ୍ରହ୍ମାଣ୍ଡେ ବୁଲିଲେ ତାକୁ ନମେ ଭିକ। ମୋ ଠାରେ କୃପା ଦୃଷ୍ଟି କର ଜଗନ୍ନାଥ କହିବି ଧନମାଣିକା ଓଷାର ଚରିତ। କାର୍ତ୍ତିକ ଅନ୍ତରେ ମାର୍ଗଶିର ଗୁରୁବାର ମହାଲକ୍ଷ୍ମୀ ବିଜେ କଲେ ସାଧ ଦୁଆର। ବୃଦ୍ଧା ଯେ ବ୍ରାହ୍ମଣୀ ରୂପ ଧରି ମହାମାଇ ସାଧବାଣୀ ସନ୍ନିଧି ପ୍ରବେଶ ହେଲେ ଯାଇ। ସେ ପର ଧ୍ୱଂସନେ ନିଜ ରୂପ ଗପ୍ୟ କରି ମଳିନ ବସନ ଯେ ଶରୀର କ୍ଷଣ କରି। ନୟନ ପିଞ୍ଛଡ଼ା ଦାର ଯାଉଅଛି ବହି ଥର ଥର ହୋଇ ପାଦ ଭୂମିରେ ପଡ଼ଇ। କରଟ କୁଣ୍ଢାଇ କାଖେ କରେ ବେତ ବାଡ଼ି ବଚନ କହନ୍ତି ତୁଣ୍ଡ ଯାଉଅଛି ପଡ଼ି। ଦେଖିଲେ ସାଧବପୁର ଅତ୍ୟନ୍ତ ସୁନ୍ଦର କେବଳ ପୁରମାନଙ୍କର ଦିବ୍ୟ ମନୋହର। ବାଚସ୍ପତି ଭୁବନ ପ୍ରାୟ କେ ଦିଶେ ସଭା ଦୂରକୁ ଦେଖିଲେ ଜନ ମନ ହୁଏ ଲୋଭା। ହସ୍ତିଶାଳ ଅଶ୍ୱଶାଳ ଗମହିଷ ଶ୍ରେଷ୍ଠ ଧନରତ୍ନ ଭଣ୍ଡାର ତା ବହୁତ ଗରିଷ୍ଠ। ହଣ୍ଡା ଯେ ମରାଇ ଧାନ ବସିଅଛି ତାର ସାଧବର ସମ୍ପତ୍ତି ଯେ ଅଟଇ ଅପାର। ସାଧବାଣୀ ବସିଅଛି ଦକ୍ଷିଣ ମେଲାରେ ଦାସୀ ପରିବାରୀ ତାର ଅଛନ୍ତି ସଙ୍ଗରେ। ପାଟେକ ପିନ୍ଧିଣ ନେତ ଉପରାଣ ଦେଇ ନାସାରେ ଗଜମୁକ ହସ୍ତେ ସୁନା ବାହି। କନର ହିମର କାପ ଗଳାରେ ଦଶରୀ ଅନେକ ଭୂଷଣ ତାର ଶରୀରେ ଅଛି ପୁରୀ। ବାଳକ କଳରେ ଘେନି ଅଛି ସନ୍ନିଧେଣ ଖଇ ମୁଠି ମୁଠି ମୁଖେ କରଇ ଚର୍ବଣ। ଧବଳ ସୁସଞ୍ଚ ଧାନ ସିଝାଇ ହାଣ୍ଡିରେ କଳା ଧାନ ଝାଣ୍ଟୁଛି ଚୁଲିର ଭିତରେ। ଏମନ୍ତ ସମୟ ଲକ୍ଷ୍ମୀ ପ୍ରବେଶ ଯାଇ ବଚନ କହନ୍ତି ସାଧବାଣୀ ମୁଖ ଚାହିଁ। କି ସାଧବାଣୀ ଏ କି କର୍ମ ଯେ ତୋହର ଆଜିଲ ପ୍ରଥମ ପାଳି ଲକ୍ଷ୍ମୀ ଗୁରୁବାର। ଧାନ ସିଝାଇଣ ଧାନ ଦେଉଛୁ ଝୁଣ୍ଟାଇ ଆଜି ଦିଏ ଏ କର୍ମ ତ କରିନ ଜଗାଇ। ମହର ବଚନ ତୁ କର ସେ ବହନ ଧାନ ଯେ ମାଣିକା ଓଷା କର ଆଜ ଦିନ। ସାଧବାଣୀ କହଇ କମଳା ମୁଖ ଚାହିଁ କେବଳ ଓଷାର ବିଧି କହନି ବୁଝାଇ। କମଳା ଚରିତ ପୂର୍ବରା ସଂସାର ସୁଲକ୍ଷଣୀ ନାରୀମାନେ ହୁଳହୁଳି କର। ମହାଲକ୍ଷ୍ମୀ କହୁଛନ୍ତି ଓଷାର ବିଧାନ। ଗମୟ ଲିପିଣ ଗୃହ କରିବୁ ମାର୍ଜନ। କୁଙ୍କୁମ କସ୍ତୁରୀ ଘେନି ମାର୍ଜନା କରିବୁ। ପାଟ ଯେ ପତିନି ଝାନ ବସନ ପିନ୍ଧିବୁ। ଏକ ବର୍ଷ ଶୁକ୍ଳ ଧାନ ମାଣରେ ଭରିବୁ। ଗନ୍ଧ ହଳଦୀରେ ବେନି ଚକ୍ଷୁ ନିର୍ମାଣିବୁ। ନେତ୍ରକୁ ନିର୍ମାଣ କରି ମାଳରେ ଖଞ୍ଜିବୁ। ସିଂହାସନେ ବସାଇ ତୁ ସୁଚିତେ ପୂଜିବୁ। ଦାସ ଯେ କରାଣ୍ଡି ପୁଷ୍ପ ବଦରି ପଲବ ଅଁଳା ପୁଷ୍ପ ଚନ୍ଦନ ଧୂପ ଦୀପ ଦେବ। ନାରିକେଳ କଦଳୀ ଶର୍କରା ଦଧୁ ଗୁଡ଼ ପଞ୍ଚାମୃତ କରିଣ ତୁରି ତେଆରେ ବାଢ଼। ପୁର ଗଣାର ଖଣ୍ଡେ ଗମୟ ଲିପିବୁ। ସୁକଳ ସୁସଞ୍ଚ ଧାନ ମାଣେ ପକାଇବୁ। କାକ ଯେ ପାରୁଆ ତାହା ଖାଉଥିଲେ ପଡ଼ି। କପଭର ହୋଇ ତାଙ୍କୁ ନ ଦେବୁ ଗଉଡ଼ି। ତାହାଙ୍କ ଭଜନ ଧାନ ଯେବେ ଉବୁରିବ କୁଟି କାଣ୍ଡି ଯତନେ ତା ତରଣ କରିବ। ମହାଲକ୍ଷ୍ମୀ ନାମେ ବାଡ଼ି ପାଣି ଚଢ଼ାଇବୁ। ବେନି ଘଡ଼ି ବସି ଓଷା ଚରିତ ଶୁଣିବୁ। ପ୍ରଥମ ପାଳିରେ ଯେ ତୁ ବାଡ଼ିବୁ ତରଣ ମହାଲକ୍ଷ୍ମୀ ପାଦ ପଦ୍ମ ପଶିବୁ ଶରଣ। ଦ୍ୱିତୀୟ ପାଳିରେ ଏହି ସଞ୍ଚାମାନ କରି ଚିତାଉ କରିଣ ତୁ ପୂଜିବୁ ବିଷ୍ଣୁ ନାରୀ। ତୃତୀୟ ପାଳିରେ ଏହି ପୂଜା ବିଧି ଯାହା ଦଧୁ କଡ଼ି ଅନ୍ତରେ ପୂଜିବୁ ହରିପ୍ରିୟା।
ଚତୁର୍ଥ ପାଳିରେ ମଣ୍ଡା ଗଇଁଠା କରିବୁ, ହଁ ସମ୍ପୂର୍ଣ୍ଣ କରିଣ ଓଷା ବ୍ରତ ଉଜାଇବୁ। ଏ ଧନ ମାଣିକା ଓଷା ହେମନ୍ତ ବିଧାନ, ଯେ ନାରୀ କରଇ ଓଷା ଧନ୍ୟତା ଜୀବନ। ଚିରସ୍ଥାୟୀ ହୋଇ ଲକ୍ଷ୍ମୀ ତା ଗୃହରେ ଥାନ୍ତି, ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଦିଅନ୍ତି। ଲକ୍ଷ୍ମୀଙ୍କ ଚରିତ ଏ ଅପୂର୍ବ ରସ ସାର, ନାରୀମାନେ ଏବେ ହୁଳହୁଳି କର। କମଳା ଚରିତ ଶୁଣି ସାଧବ ସୁନ୍ଦରୀ, ଟହ ଟହ ହୋଇ ହସି ସାଧବର ନାରୀ। ବହିଲା ଏ ପାମରୀ ସେ ହୀନ ଜାତି ବୁଢ଼ୀ, ଗଳିଥା ମାରିଣ ୟାକୁ ଦିଅ ଲଗଉଡ଼ି। ଯେଉଁ ଓଷା କଲେ ଧନ ରତ୍ନ ନ ଲାଗଇ, ଭାର ସଂଖ୍ୟା କଦଳୀର ଶୀତଳ ଦ୍ରବ୍ୟ ହିଁ। ଧନପତି ସାଧବର ଅଟେ ମୋ ଘରଣୀ, ଧାନମାଣିକର ଓଷା ବୋଇଲୁ ରଙ୍କୁଣୀ। ନିଅ ଏ ଡାଙ୍କେଣିକି ବାହାରେ ତୁଅନି, କୁକୁର ଲଗାଇ ଏତୁ ଦିଅ ଘଉଡ଼ାଇ। ଶୁଣି କରି ପରିବାରି ମହାକପ ବହି, ଗଳଥା ମାରିଣ ତାକୁ ଦେଲେ ଘଉଡ଼ାଇ। ବହୁତ କ୍ରୋଧବରେ ଦେବୀ କରନ୍ତି ରୋଦନ, ନାମ ଚଞ୍ଚଳା ଚଞ୍ଚଳେ କରନ୍ତି ଗମନ। ଭଲାଲ ସାଧବ ନାରୀ ଏଡ଼େ ଗର୍ଭତର, ଭାଙ୍ଗିବି ମତ ଗାରିମା ଆଜଲ ତୋହର। ହେମନ୍ତ ବଲିଣ ଦେବୀ ଆସନ୍ତି ପଳାଇ, ବେନି ନୟନରୁ ଲୁହ ଯାଉଅଛି ବହି। ହେମନ୍ତ ସମୟେ ତହିଁ ସାଧବ ଦୁଲାଳି, ପାଠ ପଠନକୁ ଯାଉଥିଲା ଚାଟଶାଳୀ। ଯୁଗ ଦେ ସାଧବ ଝିଅ ନାମ ଶାମା ଦେଇ, ସୌନ୍ଦର୍ଯ୍ୟ ପଣକୁ ତାର ଉପମା ଦେବି ନାହିଁ। ପଥେ ଆସୁ ଆସୁ ମହାଲକ୍ଷ୍ମୀଙ୍କୁ ଦେଖିଲା, କେ ବଣ କାରଣେ ତୁ କାନ୍ଦୁଛୁ ବୋଇଲା। ମହାଲକ୍ଷ୍ମୀ ବହିଲେ କହିଲେ କି ହେବ, ତୋ ଆଗେ କହିଲେ କି ମନ ଘରଇବ। ସାଧବ ନନ୍ଦିନୀ ତୋ ବୋଇଲା ବଚନ, କହ କେଉଁ କାରଣରୁ କରୁଛୁ ରୋଦନ। କମଳା ବୋଇଲେ ତୋର ମାତା ସାଧବାଣୀ, ସେଠାରେ ଯାଇ ମୁଁ କହିଲି ଓଷା ବାଣୀ। ଧାନ ମାଣିକର ଓଷା ଯୋଉଁ ସେ ଶୁଣିଲା, ଦାସୀର ହସ୍ତରେ ମତେ ମାଡ଼ ମରାଇଲା। ମହାଲକ୍ଷ୍ମୀ ଓଷାକୁ ତ ବହୁତ ନିନ୍ଦା କଲା, କୁକୁର ଲଗାଇ ମତେ ଘଉଡ଼ାଇ ଦେଲା। ଯେମା ଦେଇ କହନ୍ତି ମା ଶୋକ ତୁ ନ କର, ଏ ଓଷା ଚରିତ ମତେ କହନ୍ତି ସତ୍ୱର। କମଳା ବୋଇଲେ ତୁମେ ନାରୀ ନିଲକ୍ଷଣା, ମାତା ଗୁଣେ ଦୁହିତା ଉତ୍ପତ୍ତି ହୁଏ ସିନା। ମାତା ମୋର ଯେତେ ଦଣ୍ଡ ଦେଇଅଛି ମତେ, ତୋର ଆଗ ଓଷା ବିଧି କହିବି କେମନ୍ତେ। ତାହା ଶୁଣି ଯେମା ତାଙ୍କ ଚରଣ ପଡ଼ିଲେ, ନିଶ୍ଚୟ ସେ ମହାଲକ୍ଷ୍ମୀ ବଲିଣ ଜାଣିଲେ। ଚରଣେ ପଡ଼ିଣ ଯେମା କରଇ ଦଇନି, ସୁଦୟା କରି ଚରିତ କହନି ବଖାଣି। ଯେମାର ବିନୟ ଦେଖି ବରୁଣ କୁମାରୀ, ଓଷାର ଚରିତ ସବୁ କହନ୍ତି ବିସ୍ତାରୀ। ମହାଲକ୍ଷ୍ମୀ କହୁଛନ୍ତି ଯେମାଙ୍କ ଆଗରେ, ସର୍ବନାରୀ ମିଳି ଜୟ ଜୟ କର। ମହାଲକ୍ଷ୍ମୀ କହୁଛନ୍ତି ଯେମାଙ୍କ ଆଗର, ସର୍ବନାରୀ ମାନେ ମିଳି ଜୟ ଜୟ କର। ଏ ମା ଆଶୀର୍ବାଦ ଦିଅନ୍ତୁ ମା, ଜୟ ଜଗନ୍ନାଥ। ବୋଇଲେ କାର୍ତ୍ତିକ ଯାଇ ମାର୍ଗଶିର ଆସେ, କୃଷ୍ଣର ଘରଣୀ ଯାଇ ଘରେ ଘରେ ପଶେ। ପ୍ରଥମ ପାଳିରେ ପଡ଼ଇ ଯେ ଗୁରୁବାର, ଗୋମୟରେ ଲିପିଣ ଯେ ନିର୍ମାଣିବ ପୁର। ଧାନ ମାଣ ପ୍ରମାଣରେ ପକାଇବ ନେଇ, କାକ ଯେ ପାରୁଆ ତାହା ନିଶ୍ଚିନ୍ତରେ ଖାଇ। ତାହାଙ୍କୁ ଉବୁରା ଧାନ ଯେତେକ ପାଇବ, କୁଟି କାଣ୍ଡି ତରଣ ତା ଯତନେ କରିବ। ମାଣ ଗଟି କରି ଶୁକ୍ଳ ଧାନ ପୁରାଇବ, ଗନ୍ଧ ଚନ୍ଦନରେ ବେନି ଚକ୍ଷୁ ନିର୍ମାଣିବ। ଯତନ କରିଣ ତହି ସିନ୍ଦୁର ମଣ୍ଡିବ, ଦିବ୍ୟ ନାନା ଅଳଙ୍କାର ମଣ୍ଡନ କରିବ। ବାସ ଯେ କରାଣ୍ଡି ପୁଷ୍ପ ଦୁର୍ବାଦଳ ଦେଇ, ଶୁଚିମନ୍ତ ହଇଣ ପୂଜିବ ମହାମାଇ। ନଡ଼ିଆ କଦଳୀ ଖଣ୍ଡ ଘୃତ ଦୁଧ ଦେଇ, ପଞ୍ଚାମୃତ କରି ଆଗେ ସମର୍ପିବ ନେଇ। ନଡ଼ିଆ କଦଳୀ ଖଣ୍ଡ ଘୃତ ଦୁଧ ଦେଇ, ପଞ୍ଚାମୃତ କରି ଆଗେ ସମର୍ପିବ ନେଇ। ତରଣ ସହିତ ଆଗେ ବାଡ଼ିବ ତୁରିତ, ସୁମନ କରି ଶୁଣିବ ଓଷାର ଚରିତ। ଏହି ରୂପେ ପ୍ରଥମ ପାଳିରେ ତୁ କରିବୁ, ତରଣ ପ୍ରସାଦ ଖାଇ ଶରଣ ପଶିବୁ। ଦ୍ୱିତୀୟ ପାଳିରେ ଏହି ସଞ୍ଚାମାନ କରି, ଚିତାଉ କରିଣ ତୁ ପୂଜିବୁ ବିଷ୍ଣୁ ନାରୀ। ଦଦୁ ବୋଡ଼ି ଅନ୍ନ ତିନି ପାଳି ତୁ କରିବୁ, ମଣୋହି କରିଣ ଭୋଗ ଆପଣା ଭୁଞ୍ଜିବୁ। ଚତୁର୍ଥ ପାଳିରେ ମଣ୍ଡା ଗଇଁଠା ବନାଇ, ଲକ୍ଷ୍ମୀଙ୍କୁ ପୂଜିବୁ ଗନ୍ଧ ପୁଷ୍ପ ଧୂପ ଦେଇ। ଏହି ରୂପେ କରି ଓଷା ଚାରି ପାଳି ବ୍ରତ, ମହାଲକ୍ଷ୍ମୀ ପଦ୍ମପାଦ ମିଳାଇବୁ ଚିତ। ଶୁଣିଣ ଆନନ୍ଦ ହେଲା ସାଧବ କୁମାରୀ, ନିଶ୍ଚୟ କରିବି ଓଷା ମନରେ ବିଚାରି। ଏତେ କହି ମହାଲକ୍ଷ୍ମୀ ଗଲେ ଅନ୍ତର୍ଧ୍ୟାନେ, ସାଧବ ନନ୍ଦିନୀ ଯାଇ ପ୍ରବେଶ ସଦନେ।
ଗମୟ ଲିପିଣପୁର ମାର୍ଜନା କରାଇ ସଂସ୍କାର କରିଣପୁର ଚନ୍ଦନ ସିଞ୍ଚଇ ଧାନ ସେ ମାଣିକା ସିଂହାସନେ ବସାଇଲା ନାନା ଉପହାରେ ମହାଲକ୍ଷ୍ମୀଙ୍କୁ ପୂଜିଲା କହିଥିଲେ ଯେଉଁ ରୂପେ ଅସାର ଚରିତ ସାଧବ ନନ୍ଦିନୀ କଲା ଅସା ସେହି ମଦ କମଳା ଚରିତ ଏ ଅପୂର୍ବ ରସସାର ସୁଲକ୍ଷଣୀ ନାରୀମାନେ ହୁଳହୁଳି କର। ପଞ୍ଚମ ପାଳି ଏଥୁ ଅନ୍ତର ଯେ ପ୍ରଥମ ପାଳି ଗଲା ଦ୍ୱିତୀୟ ପାଳି ଯେ ଆସି ପ୍ରବେଶ ହୋଇଲା ଅସାର ବିଧାନ ସବୁ ସମସ୍ତେ ସେ କରି ସୂଚିବନ୍ତ ହରିଣ ପୂଜିଲା ବିଷ୍ଣୁ ନାରୀ ତୃତୀୟ ପାଳି ଯେ ମା କଲା ଅସା ବାର କର୍ମ ଶୁଭ ଯୋଗେ ଆସି ମିଳିଲା ତାହାର ଦୈବର ଘଟସୂତ୍ର କେ କରିବ ଆନ ପିଅର ବରିଲା ବର ସାଧବ ନନ୍ଦନ ବିଭାର ସାମଗ୍ରୀ ସଞ୍ଚା ସର୍ବ ଭିଆଇଲା ଶୁଭ ଲଗ୍ନ ବିଚାରିଣ ବିବାହ କରାଇଲା ମଧୁଶଯ୍ୟା ରହି ସହିତେ ରହିଲେ କନ୍ୟାବର ରଜନୀ ଶେଷରେ ଉଦୟ ହେ ଦିନକର ସ୍ନାନ ସାରିଣ ବାମା ସୂଚିବନ୍ତ ହେଲା ସ୍ୱାମୀ ରାଜ୍ୟ ଯିବାକୁ ଉଚ୍ଚୁକ ମନ କଲା ସୁଲକ୍ଷଣୀ ନାରୀମାନେ ଦେଲେ ହୁଳହୁଳି ଆନ୍ଦୋଳା ଉପରେ ଯାଇ ବିଜେ କଲେ ବାଳି ଦାସୀ ପରିବାରୀମାନେ ଚଳିଲେ ଅନେକ ସାଧବ ଅନେକ ଦେଲା ଧନ ଯୌତୁକ ହାନ୍ଦଳ ଚଢ଼ିଣ ବାମା ଖଣ୍ଡେ ଦୂର ଯାନ୍ତି ଧାନ ଯେ ମାଣିକା ଓଷା ପଡ଼ିଗଲା ଚିତେ ଯାନ୍ତେ ଧାନ ଯେ ମାଣିକା ଓଷା ପଡ଼ିଗଲା ଚିତେ ଦାସୀକି ବହିଲା ତୁମେ ଯାଅ ବେଗେ ହୋଇ ଧାନ ଯେ ମାଣିକା ଶୀଘ୍ର ଘେନି ଆସ ଯାଇ ଶୁଣି ଦାସମାନେ ଆଜ୍ଞା ପ୍ରମାଣେ ଚଳିଲେ ଧାନ ଯେ ମାରିକା ଆଣି ଆଗେ ସମର୍ପିଲେ ହାନ୍ଦଳା ଉପରେ ଧାନ ମାଣିକା ବସାଇ ସ୍ୱାମୀର ରାଜ୍ୟକୁ ସେ ଯେ ଚଳିଲା ବାମା ଦେଇ ସୈନ୍ୟ ସଙ୍ଗତରେ ଘେନି ବରକନ୍ୟା ଚଳି ଦିନ ଅନ୍ତରେ ଯେ ଯାଇ ସ୍ୱାମୀ ରାଜ୍ୟ ମିଳି ବନ୍ଦାପନା କରି ବରକନ୍ୟା ଘେନି ଗଲେ ଘେନି ଅନେକ ହରସ ହେଲେ ପିଅର ଜନନୀ ଅନ୍ତପୁରେ ମଧ୍ୟରେ ରହିଲେ କନ୍ୟା ମୋର ପଞ୍ଚମ ପାଳିରେ ପୂର୍ଣ୍ଣ ହେଲା ଗୁରୁବାର ଧାନ ମାଣିକାକୁ ସିଂହାସନରେ ବସାଇ ମଣ୍ଡା ଯେ ଗଇଁଠା କରି ପୂଜେ ଯେ ମା ଦେଇ ବ୍ରତକୁ ଉଜାଇ ମନେ ଆନନ୍ଦ ହୋଇଲା ମହାଲକ୍ଷ୍ମୀ ପାଦ ପଦ୍ମେ ପ୍ରଣମିତ ହେଲା ପ୍ରସନ୍ନ ହୋଇଲେ ତାକୁ ସିନ୍ଦୁର ନନ୍ଦନୀ ବହିଲେ ତୁ ଯେ ମା ହୟ ସୁଲକ୍ଷଣୀ ଧନରତ୍ନ ଗୋପଲକ୍ଷ୍ମୀ ହେଉ ତ ବହୁତ ଧନ ଅର୍ଥ କାମ ମୋକ୍ଷ ହେଉ ପରାପତ ଏତେ କହି ମହାଲକ୍ଷ୍ମୀ ଅନ୍ତର୍ଧ୍ୟାନ ହେଲେ ସେହି ଦିନୁ ଧନ ସେ ଯେ ପ୍ରାପତ ହୋଇଲେ କୁବେର ସମ୍ପତ୍ତି ତାର କହୁଁସ ନ ସରଇ ଜଗତ ଜନନୀ ତାକୁ ଦୟା କରି ଛଇଁ ଏଥୁ ଅନ୍ତରେ ଶୁଣ ସାଧବ କାହାଣୀ ଲକ୍ଷ୍ମୀଟାରେ ଗର୍ବ କରିଥିଲା ତା ଘରଣୀ ସେଇଦିନୁ ଲକ୍ଷ୍ମୀ ତା ଗୃହରୁ ଛାଡ଼ିଗଲେ ହତିଶିରି ହୋଇ ଘର ମାନ ଭାଙ୍ଗିଗଲେ ଧନରନ୍ଧ ସମ୍ପତ୍ତି ତା କେଉଁ ଆଡ଼େ ଗଲା ଲଣ୍ଡା ବୃକ୍ଷ ପ୍ରାୟ ହୋଇ ସାଧବ ରହିଲା ସାତ ଯେ ବୈତ ତାର ଗଲା ବଣିଜରେ ଲେଉଟି ନଇଲା ଯେ ରହିଲା ବିଦେଶରେ ସାତ ପୁତ୍ର ସାତ ବୈତରେ ଯାଇଥିଲେ ଲକ୍ଷ୍ମୀଙ୍କ ନିର୍ଦ୍ଦୟରୁ ସେ ଫେରି ନ ଆଇଲେ ଗଲା ଲୋକ ଆଉ ଫେରି ନ ଆଇଲା ତାର ଦରିଦ୍ର ଅବସ୍ଥା ବଡ଼ ହେଲା ସାଧବର ମେନି ପ୍ରାଣୀ ଦେହରେ ଯେ କୃଷ୍ଣ ପ୍ରବେଶିଲା ସୁନ୍ଦର ସ୍ୱରୂପ ଯାଇ ବିରୂପ ହୋଇଲା ସାଧବ କଟିରେ ଯାଇ ପୁରୁଣା କର୍ପଟି ଛିନ୍ନ ଭିନ୍ନ ହୋଇ ପଡ଼ିଥାଏ ସତଗଣ୍ଠି ସାଧବାଣୀ କଷଣ କହିଲେ ନ ସରଇ ପୁରୁଣା କର୍ପଟି କନା ଖଣ୍ଡେ ବେଡ଼ି ଥାଇ 2 ଦିନ ବେଳେ ଅନ୍ନ ନ ପୁରେ ଉଦର ଏହି ରୂପେ ଦିନ ପୁହାଇଲା ସମ୍ବତ୍ସର କମଳା ଚରିତ ଯେ ଅପୂର୍ବ ରସସାର ସର୍ବନାରୀ ମାନେ ମିଳି ଜୟ ଜୟ କର ଜୟ ମା ମହାଲକ୍ଷ୍ମୀଙ୍କର ଜୟ ମା ଦୁନିଆର ସମସ୍ତଙ୍କର ମଙ୍ଗଳ କର। ସର୍ବନାରୀ ମାନେ ମିଳି ଜୟ ଜୟ କର। ଷଷ୍ଠ ପାଳି ଦିନେକ ସାଧବ ନାରୀ ସ୍ୱାମୀ କି କହିଲା ବହିଲା କଥା ଏ ମୋର ମନରେ ପଡ଼ିଲା ଲୋକେ କହୁଛନ୍ତି ଗୋ ଦୁଇଟା ଘର ଯାଅ କିଛି ଧନ ମାଗି ଆଣି ସୁସ୍ଥ ହୋଇ ଖାଅ ଦିନକୁ ଦିନେ ସେ ହୋଇଅଛି ଅସମ୍ଭାଳ ଦୁଇଟା ଘରକୁ ନାଥ ଶୀଘ୍ର ହୋଇ ଚଳ କିଛି ଧନ ଦ୍ରବ୍ୟ ମାଗ ଦୁଇଟା ଘରୁ ଆଣ ସୁଖ କାଳ ବଞ୍ଚିବାଗ ନହିବ କଷଣ ସାଧବାଣୀ ବଚନ ସାଧବ ଦୃଢ଼ କଲା ଧନ ମାଗିବାକୁ ଯେ ଦୁଇଟା ଘର ଗଲା ଚାଲି ନ ପାରଇ ମହାକଷ୍ଟ ପାଇ ପ୍ରବେଶ ହୋଇଲା ସେ ଦୁଇଟା ରାଜ୍ୟ ପାଇ ଭେଟ ଯେ ପୋଖରୀ ତାର ଅଛି ସଭା ମନ ଚଉପାଶେ ଲାଗିଅଛି କୁସୁମ କାନନ
ପୁଷ୍କରଣୀ ତଟେ ଯେ ବକୁଳ ବୃକ୍ଷ ମୂଳେ ସାଧବ ବସିଲା ଯାଇ ସେହି ବୃକ୍ଷ ତଳେ ଦାସୀ ପରିବାରେ ସ୍ନାନକୁ ଆସିଥିଲେ। ଅତି ଦରିଦ୍ର ରୂପ ପୁରୁଷ ଦେଖିଲେ ପ୍ରବେଶ ହୋଇଲେ ତାର ଯାଇ ବୋଇଲେ କେବଳ ଦେଶ ଆସିଅଛୁ ଭାଇ, ଏଠି ଯେ ଦରିଦ୍ର ଆମ ଦେଶେ କେହି ନାହିଁ, ଗ୍ରାମକୁ ନ ଯାଇ କିମ୍ବା ରହିଛ ଏଠାଇ। ସାଧବ ବୋଇଲେ ମାଗ ଶୁଣ ମୋ ଉତ୍ତର ଯେମାଙ୍କ ଚାମୁରେ ଯାଇ କହିବ ସମ୍ବର। ବୋଇଲେ ତ ପିଓର ବହୁତ ଦୁଃଖ ପାଇ ଆସିନ ଅଛନ୍ତି ତୋତେ ସଂଖାଳିବା ପାଇଁ। ଦାସୀମାନେ ହସିଲେ ଯେ କରେ କରତାଳି। ଯେମାଙ୍କ ପିଓର ଯେ ଦରିଦ୍ର ଭିକାରୀ। ସ୍ନାନ ସାରିଣ ଦାସୀ ବେଗେ ଚଳିଗଲେ। ଯେମାଙ୍କ ସାନ୍ନିଧ୍ୟ ଯାଇ ପ୍ରବେଶ ହୋଇଲେ। ବୋଇଲେ ଦରିଦ୍ର ଯେ ଜଣେ ଆସିଛଇ, ତୁମର ପିଓର ବୋଲି କହୁଅଛି ସେଇ। ଅତିପର ପଞ୍ଚେକ ବିରୂପ ଦେଶେ ବିରୂପ ଦିଶେ ଦେହ। ବୋଇଲା ଯେମାଙ୍କ ଆଗେ ମୋ ଆସିବା କୁହ। ତାହା ଶୁଣି ଯେମା ବଡ଼ ବିସ୍ମୟ ହୋଇଲେ। ନିଶ୍ଚୟ ମୋ ପିତା ଦୁଃଖ ପାଇଣ ଆଇଲେ। ମୋ ଜନନୀ ମହାଲକ୍ଷ୍ମୀ ଠାରେ ଦେଲା ଦ୍ରୋହୀ। ସକଳ ସମ୍ପତ୍ତି ତାର ହରିଲେ ମହାମାଇ। ଏମନ୍ତ ବିଚାରି ଦିବ୍ୟ ବସନ ଆଣିଲେ। ପିତାଙ୍କୁ ପିନ୍ଧାଇ ଆଣ ବୋଲି ଆଜ୍ଞା ଦେଲେ। ନାପିତକୁ ଭାଇ ଆଜ୍ଞା ଦେଲେ ଶ୍ୟାମା ଦେଇ। ପିତାକୁ ସ୍ନାନ କରି ଘେନି ଆସ ଯାଇ। ଆଜ୍ଞା ପରମାଣେ ଯେ ନାପିତ ଚଳିଗଲା। ତୈଳ ମାର୍ଜନ କରି ସ୍ନାନ କରାଇଲା। ନବତ ବସ୍ତ୍ର ଯେ ସାଧବକୁ ପିନ୍ଧାଇ ଘେନି ଅଇଲେ ଯେ ଆଜ୍ଞା ପାଇଁ ସର୍ବଦାୟୀ। ପଦେ ଆସୁ ଆସୁ ମହାଲକ୍ଷ୍ମୀ ମାୟା କଲେ। ନବତନ ବସ୍ତ୍ରକୁ ସେ କ୍ଷଣି ହରି ନେଲେ। ସେହି ଯେ କର୍ପଟି ବସ୍ତ୍ର ଦେହରେ ଅଛଇ। ଯେମାଙ୍କ ସାନ୍ନିଧ୍ୟ ସେବକେ ଯେ ଗଲେନି। ପିତାଙ୍କୁ ଦେଖି ହେଲେ କହିଲେ ପରମ ଲକ୍ଷ୍ମୀ ହସା ନିନ୍ଦା କଲେ। ତାଙ୍କ ହସା ନିନ୍ଦା କରି ଏ ଦୁଃଖ ପାଇଲ। ତାଙ୍କ କୃପାରୁ ତୁମେ ଲକ୍ଷ୍ମୀ ଛଡ଼ା ହେଲା। ଗଜଦନ୍ତ ପଲଙ୍କରେ ବସାଇଲେ ନାହିଁ। ଓଡ଼ରସ ବ୍ୟଞ୍ଜନରେ ଭୋଜନ କରାଇ କିଛି ଦିନ ପିତାକୁ ରଖିଲେ ସଦନରେ। ଗୃହ ଯିବାକୁ ସାଧବ ହୋଇଲା ବାହାର। କୁଷ୍ମାଣ୍ଡ ଭିତରେ ଧନରତ୍ନାଦିକ ଭରି। ପିତାର ଛାମୁରେ ଯେ ଦେଲେ ବେଗେ କରି। ବହିଲେ ମୋ ପିତା କୁଷ୍ମାଣ୍ଡକୁ ଘେନି ଯିବ। ପଥେ ନ ରକ୍ଷିଣ ମୋ ଜନନୀ ହସ୍ତେ ଦେବ। ଘର ସାନ୍ନିଧ୍ୟ ଯେମା ସମର୍ପି ଦେଲା ତ ମେଲାଣି ମାଗି ସାଧବ ହୋଇଲା ଦୁରିତ। ପଥେ ଆସୁ ଆସୁ ଯେ ପ୍ରକୃତି ଦେହେ ହେଲା। କୁଷ୍ମାଣ୍ଡ ଥଇଣ ସାଧୁର ବହିର୍ଦେଶେ ଗଲା। ମହାଲକ୍ଷ୍ମୀ କୁଷ୍ମାଣ୍ଡ ଭିତରେ ମାୟା କଲେ। କୁଷ୍ମାଣ୍ଡ ଭିତରେ ନେଇ ଅଙ୍ଗାର ଭରିଲେ। ଶୌଚ ହଇଣ ସେ କୁଷ୍ମାଣ୍ଡ କରେ ନେଇ। ନିଜ ସଦନରେ ଯେ ପ୍ରବେଶ ହେଲେ ଯାଇ। ସାଧବାଣୀ ସନ୍ନିଧ୍ୟରେ କୁଷ୍ମାଣ୍ଡଟି ଦେଲା। ଯେମାର କୁଶଳ କଥା ସମସ୍ତ କହିଲା। ସାଧବାଣୀ ବୋଇଲେ ସାଧବ ମୁଖ ଚାହିଁ। କଖାରୁ ଗୋଟିଏ ଦେଇ ଅଛି ଯେମା ଯାଇ। ସାଧବ ବୋଇଲା ଯେ ମୋହର ବୋଲ ଶୁଣ। କୁଷ୍ମାଣ୍ଡ ଭିତରେ ଧନ ଦେଇଅଛି ପୁଣ। ସାଧବାଣୀ ଫଳ କାଟି ଦେଖିଲା ଭିତରେ ଧନରତ୍ନ କିଛି ନାହିଁ ଦେଖିଲା। ଅଙ୍ଗାର କପାଳରେ ହସ୍ତ ମାରି ସାଧବ ଘରଣୀ ବୋଇଲା ଦରେହା କଲେ କମଳିନୀ। ବେନି ଦିନ ଉପାସକୁ ବୁଦ୍ଧି ନ ଦିଶଇ। ମହାଲକ୍ଷ୍ମୀ ଏତେ କଷ୍ଟ ଦେଲେ କି ଗୋସାଇଁ। ସାଧବର ମୁଖ ଚାହିଁ ବୋଇଲେ ବଚନ। କ୍ଷୁଧାରେ ଶରୀର ମୋର ହୁଏ ଛନଛନ୍ତି। କୁଷ୍ମାଣ୍ଡ ଗୋରଧନ କରଟି ବହନ। ଆଜର ଜନିରେ ବଞ୍ଚିବା ବେ ନିଜନ। କର୍ମକୁ ଆଦରି ଯେ ରହିଲେ ବେ ନିଜନ। ହେତୁ ଅନ୍ତରେ ତହିଁ ଗଲା କିଛି ଦିନ। ଲକ୍ଷ୍ମୀଙ୍କ ଚରିତ ଏ ଅପୂର୍ବ ରସ ସାର। ସୁଲକ୍ଷଣୀ ନାରୀମାନେ ଜୟ ଜୟ କର। ଜୟ ମା ମହାଲକ୍ଷ୍ମୀଙ୍କର ଜୟ। ସପ୍ତମ ପାଳି। ସାଧବ ବୋଇଲା ସଖୀ ନ ଦିଶେ ଉପାୟ। ତୁମେ ବେଜାଓ ଯା ଦୁହିତା ଘର ଯାଏ। ଉପାୟ ତୁମେ ବେଜାଓ ଯା ଦୁହିତା ଘର ଯାଏ। ମୋର କର୍ମ ଧନ ରତ୍ନ ପ୍ରାପତ ନହିଲା। ତୁଇ କିଛି ମାଗି ଆଣ ସାଧବ ବୋଇଲା। ପତିବାଣୀ ଶୁଣି ପନ୍ଥୀ ହୋଇଲା ବାହାର। ବହୁ ଦୁଃଖେ ପ୍ରବେଶିଲା ଦୁହିତା ରାଜ୍ୟର। ସେହି ଯେ ଜଳସ୍ଥଳ ପୁଷ୍କରଣୀ ତଟେ। ପଥଶ୍ରମେ ଯାଇଣ ବସିଲା ଜଳ ଘାଟେ। ଯେମା ଦେଇ ଦାସୀ ସେ ଅଇଲେ ସ୍ନାନକୁ। ବକୁଳ କୁସୁମ ମୂଳେ ଦେଖିଲେ ତାହାକୁ। ମଳିନ ବସନ ଯେ ହୋଇଛି ସତ ଚିରା। ପବନରେ ଉଡ଼ି ଯାଉଅଛି କେରା କେରା। ବିରୂପ ଦେଖିଣ ଭୟ କଲେ ଚାହୁଁ ଚାହୁଁ। ଦାସୀମାନେ ବୋଇଲେ ଅଇଲ ତୁମେ କାହୁଁ।
ଦାସୀଙ୍କ ବଚନ ଶୁଣି କହେ ସାଧବାଣୀ, କେବଳ ସାଧବ ନାରୀ ତୁମେ କୁହ ପୁଣି। ଦାସୀମାନେ ବୋଇଲେ ଗ ଶୁଣି ମାଉତର, ଶ୍ୟାମା ଦେଇ ରବିବାରୀ ଅଟୁ ନିରନ୍ତର। ବାଣୀ ବୋଇଲା ଗ ଶୁଣ ମଉତର, ଯେ ମାଙ୍କ ସନ୍ନିଧ୍ୟ ଯାଇ କହିବ ଖବର। ବଲିବ ତୁମ ଜନନୀ ଏବେ ଆସିଛନ୍ତି, ବଖରୀ ଘାଟରେ ପଥେ ଶ୍ରନ୍ତେ ବସିଛନ୍ତି। ଦାସୀମାନେ ବୋଇଲେ ଡାକିନି ମନ୍ଦବାଇ, ଯେ ମା ଦେଈର ଜନନୀ ଯଜ୍ଞ ଅଟୁ ତୁଇ। କରତାଳି ମାରି ହାସ୍ୟ ପରିହାସ କଲେ, କେବଳ ଦେଶର ଯ ଡାକିନି ଏହି ପୁରେ। କେଉଁ ବଲେ ଏହି ଅତି ପିଶାଚି ଅଟଇ, ଯେ ମା ଦେଈ ଜନନୀ ଏ ଆମକୁ ବলাই। କେବଳ ପାମାରି ଏହୁ ରାକ୍ଷସୀ ଅଟଇ, ଯେ ମା ଦେଈ ଜନନୀ କି ଏହୁ ଲକ୍ଷ୍ୟ ହୋଇ। ଏହି ରୂପେ ଦାସୀମାନେ ଇଙ୍ଗତ କରାନ୍ତି, ଦାସୀଙ୍କ ସଙ୍ଗରେ ଥିଲେ କହି ଯୁବତୀ। ତୁମେ କିମ୍ପାଇଁ ବଚନ ବଲେ ଗୁରୁତର, ତାହା ଦୁଃଖ ସୁଖରେ ଯେ ବୁଝିଛୁ ନିଜର। ଏମନ୍ତ ସେ ଦାସୀମାନେ ସ୍ନାନ ସାରି ଗଲେ, ଯେ ମାଙ୍କ ଛାମୁରେ ଯାଇ ପ୍ରବେଶ ହୋଇଲେ। ବୋଇଲେ ଗଜେମା ଏକ ସ୍ତ୍ରୀ ଆସି ଛଇ, ଦରିଦ୍ର ଅବସ୍ଥା ତାର କହି ନ ସରଇ। ବଲେ ଯେ ମାଙ୍କର ଆଗେ ବହଲ ଖବର, ତୁମ ମାତା ବସିଛନ୍ତି ପୋଖରୀ କୂଳର। ତାହା ଶୁଣି ଯେ ମା ଦେଈ ବିକଳ ଶରୀର, ଦାସୀକି ବୋଇଲେ ଘେନି ଆଣ ତତ୍ପର। ଧ୍ୟାନ ପତନି ଶାଢ଼ୀଟି ଦାସୀ ହାତେ ଦେଲେ, ସୁହା କରାଇ ଆଣ ବୋଲି ଆଜ୍ଞା ଦେଲେ। ଶାଢ଼ୀ ଘେନି ପରିବାରୀ ବେଗେ ଚଳିଗଲେ, କର୍ପୂର କସ୍ତୁରୀ ଲିପି ସ୍ନାନ କରାଇଲେ। ଧ୍ୟାନ ଯେ ପତନି ଶାଢ଼ୀ ଯତନେ ପିନ୍ଧାଇ, ପଥରେ ଆସନ୍ତେ ହରି ନେଲେ ମହାମାଇ। ସେଇ ଯେ କପଟି କନା ଦେହରେ ଅଛଇ, ପ୍ରବେଶ ହୋଇଲେ ଯେ ମା ସନ୍ନିଧ୍ୟରେ ଯାଇ। ମାତାଙ୍କ ରୂପ ଯେ ମା ଦେଖିଲେ ନୟନ, ଧରଣୀରେ ପଡ଼ି ଯେ ମା କରଇ ରୋଦନ। ଦାସୀମାନେ ତଳି ଯେ ଜେମାଙ୍କୁ ବସାଇଲେ, ମାତା ଯେ ଦୁହିତା ଏକ ଆସନେ ବସିଲେ। ଯେ ମା ଦେଇ ବଲଇ ଜନନୀ ମୁଖ ଚାହିଁ, କୁଷ୍ମାଣ୍ଡ ଭିତରେ ଧନ ଦେଇଥିଲି ମୋଇ। ତୋହର ପାଖକୁ ଘେନି ଗଲେ ମୋ ପିଅର, ସାଧବାଣୀ କହିଲା ସେ ହୋଇଲେ ଅଙ୍ଗାର। ଶୁଣି ଯେ ମା ଦେଇ ମନେ ବିସ୍ମୟ ହୋଇଲା, ଲକ୍ଷ୍ମୀଙ୍କ ଦରହ ତୁମେ ବଲିଣ ବୋଇଲା। କେମନ୍ତ ସେ ଦରିଦ୍ର କଷଣ ଯିବ ପାର, ନୀତି ପ୍ରତି ଯେ ମା ଦେଇ କରଇ ବିଚାର। କମଳା ଚରିତ ଯେ ଅପୂର୍ବର ସାର, ସୁଲକ୍ଷଣୀ ନାରୀ ମାନେ ହୁଳହୁଳି କର। ଅଷ୍ଟମ ପାଳି। ହେତୁ ଅନନ୍ତରେ ତହିଁ କିଛି ଦିନ ଗଲା, ଅନ୍ୟ ମାର୍ଗଶିର ମାସ ଗୁରୁବାର ହେଲା। ଯେ ମା ବୋଇଲେ ଜନନୀଙ୍କ ମୁଖ ଚାହିଁ, ତୋହ ଲାଗି ଲକ୍ଷ୍ମୀଙ୍କ ପାଦରେ ମୁଁ ପଡ଼ଇ। ତୋହ ପାଇଁ ମହାଲକ୍ଷ୍ମୀ ପାଦରେ ପଡ଼ିବି, ତତେ ଘେନି ସଙ୍ଗତରେ ଓଷା ଯେ କରିବି। ମୋ ବଲ କରିଣ କିଛି ଆହାର ନ କର, ସ୍ନାନ କରିଣ ଶୁଚି ମନ୍ତ ଚିତ୍ତ ଧର। ଶୁଣି ସାଧବାଣୀ ବେଗେ ସ୍ନାନ ସାରିଲା, କ୍ଷୁଧାଉ ଏଣ ଏଣେ ତେଣେ ଅନାଇଲା। ମହାଲକ୍ଷ୍ମୀ ଯାହାଠାରେ ବହିଛନ୍ତି ଦୁଃଖ, ଉଦର ଜଳିଲା ସେ ପ୍ରଚଣ୍ଡ କଲା ଭୋକ। ଦେଖିଲା ଉତ୍ତମ ଦ୍ରବ୍ୟ ନାହିଁ ସନ୍ନିଧେନ, ବଳକା ଉଚ୍ଛିଷ୍ଟ ନ ଛଇ ପଡ଼ିନ। ଏକ ଗ୍ରାସ କରି ତାକୁ କରିଲା ଆହାର, ଆଚମନ କରିଣ ସେ ହୋଇଲା ବାହାର। ଯେ ମା ଦେଇ ବହିଲେ ଜନନୀ ମୁଖ ଚାହିଁ, ତେଣିକି ନ ଯାଇ ମୋ ପାଖରେ ଥାଅ ତୁଇ। ଅନ୍ୟ ଦ୍ରବ୍ୟ କିଛି ଆଉ ଆହାର ନ କରି, ପ୍ରଥମ ପାଳିରେ ଯେ କରିବୁ ତୁ ଗୁହାରି। ସାଧବାଣୀ ବୋଇଲା ମୁଁ ନ ପାରିଲି ସହି, କ୍ଷୁଧାରେ ଉଦ୍ଦିଷ୍ଟ ନ ଖାଇଲି ରୁଣ୍ଡାଇ। ଯେ ମା ଦେଇ ବୋଇଲା ଗ ପଡ଼ୁ ତୋର ପେଟ, ତୋହଠାରେ ମହାଲକ୍ଷ୍ମୀ କରିଛନ୍ତି ହଟ। ଏମନ୍ତ ବୋଲନ୍ତି ହିଁ ପ୍ରଥମ ପାଳି ଗଲା, ପୁଣି ଯେ ଦ୍ୱିତୀୟ ପାଳି ପ୍ରବେଶ ହୋଇଲା। ଯେ ମା ଦେଇ ବୋଲନ୍ତି ଜନନୀ ମୁଖ ଚାହିଁ, ସ୍ନାନ ଶୌଚ ହୋଇ ଗୃହେ ବସ ଯାଇ। ଫଳ ଯେ କଦଳୀ କିଛି ଆହାର ନ କର, କବାଟ କିଳି ନ ପଶି ରହ ତୁ ଭିତର। ଶୁଣି ସାଧବାଣୀ ସ୍ନାନ କରିଣ ଆଇଲା, କବାଟ କିଳିଣ ସେଉଁ ଭିତରେ ରହିଲା। ମହାକ୍ଷୁଧା ଭରେ ତାର ଜଳଇ ଉଦର, ଦେଖିଲା ସନ୍ନିଧେ କିଛି ଦିଶେ ନ ଆହାର। ପାଚିଲା କଦଳୀ ଅଛି ସନ୍ନିଧେ ଦେଖିଲା, ଚପା ସହିତରେ ତାକୁ ସବୁ ଗିଳି ଦେଲା। ଯେ ମା ଦେଇ ବୋଲି ମାଗ ଆସ ଶୀଘ୍ର ହୋଇ, ଦ୍ୱିତୀୟ ପାଳିର ଓଷା କରାଇବି ମୁହିଁ। ସାଧବାଣୀ ବୋଇଲା ମୁଁ ମନ୍ଦ କୃତ୍ୟ କଲି, ପାଚିଲା କଦଳୀ ଫେଣା ଗୋଟା ଯେ ଖାଇଲି। କପବର ହଇଣ ଉଠିଲେ ଶ୍ୟାମ ଦେଇ, କେବେ ହିଁ ମାତାକୁ ମୋର ଭଲ ଗତି ନାହିଁ। ଏମନ୍ତ ବୋଲିଣ ଯେ ଦ୍ୱିତୀୟ ପାଳି ଗଲା, ତୃତୀୟ ପାଳି ଯେ ଆସି ପ୍ରବେଶ ହୋଇଲା।
ମାତାଙ୍କ ବୋଇଲା ମୋର ସନ୍ନିଧ୍ୟରେ ଥାଅ, ମୋର ଭଲ କରି ମାଗ କେଣିକି ନ ଯାଅ। ଶୁଣି ସାଧବାଣୀ ଯେ ସ୍ନାନ କରି ଆସି, ଶୁଚିମନ୍ତ ହଇଣ ଦୁଇତା ପାଶେ ବସି। ଲକ୍ଷ୍ମୀ ଅକୃପାରୁ ତାକୁ ମହାକ୍ଷୁଧା ହେଲା, କ୍ଷୁଧାରେ ମାଟିରୁ ଧାନ ମୁଠାଏ ଖାଇଲା। ଅନ୍ତରେ ରହିଣ ଲକ୍ଷ୍ମୀ ହସିଣ ଉଠିଲେ, କିଲ ସାଧବାଣୀ କି କର୍ମ ତ କହିଲେ। ସାଧବ ଭାରିଜା ହୋଇ ଗର୍ବ କରୁଥିଲୁ, ଏ ମୂଷା ମାଟିରୁ ଧାନ ମୁଠାଏ ଖାଇଲୁ। ଏହି ରୂପେ ତୃତୀୟ ପାଳି ଯେ ବହିଗଲା, ଚତୁର୍ଥ ପାଳି ତ ଆସି ପ୍ରବେଶ ହୋଇଲା। କମଳା ଚରିତ ଏ ପୂର୍ବର ସଂସାର, ସର୍ବନାରୀମାନେ ମିଳି ହୁଳହୁଳି କର। ନବମ ପାଳି। ମାତାଙ୍କ ଘେଣିନ ଯେ ମା ସ୍ନାହାନ ସାରିଲେ, ଶୁଚିମନ୍ତ ହୋଇ ପୁର ମାର୍ଜନା ସେ କଲେ। ଚାରି ପାଳି ସମାଗ୍ରୀ ଯେ ସେ ପାଳିରେ ଭିଆଇ, ପ୍ରତି କରିଣ ବାଡ଼ିଲେ ଶ୍ୟାମା ଦେଇ। ମାତାଙ୍କ ପଣତ କାନି ପଣତେ ବାନ୍ଧିଲେ, ଧାନ ଯେ ମାଣିକା କରି ଶୁଚିତେ ପୂଜିଲେ। ମାତା ଯେ ଦୁଇତା ଧାନ ମାଣକରେ କରି, ଉପହାରେ ପୂଜିଲେ ସେ ସାଧବ କୁମାରୀ। ହୁଳହୁଳି ଶବଦ ସକଳ ନାରୀ କଲେ, ତକ୍ଷଣେ ଲକ୍ଷ୍ମୀ ଆସି ପ୍ରବେଶ ହୋଇଲେ। ବୋଇଲେ ଲଜେ ମା ତୁଇ ମନ୍ଦ କୃତ୍ୟ କଲୁ, ମରଦ ରେହକୁ ତୁଇ ମଣ୍ଡଳେ ଆଣିଲୁ। କୁକୁର ଲଗାଇ ଦେଇ ଅଛି ଘଉଡ଼ାଇ, ମର ମଣ୍ଡଳରୁ ଆକୁ ଦିଅନ୍ତୁ ତଡ଼ାଇ। ଯେବେ ତୁ ମୋହର ଭକ୍ତ ଅଟୁ ଶ୍ୟାମା ଦେଇ, ଚୂନ କଳା ଗାଲେ ମାଖି ଦିଅ ଘଉଡ଼ାଇ। ଆଜ୍ଞା ପରମାଣେ ଶ୍ୟାମା ଦେଇ ଯେ ଉଠିଲେ, ଚୂନ କାଳି ଦେଇ ଯେ ମା ତାକୁ କାଢ଼ିଦେଲେ। ଲକ୍ଷ୍ମୀଙ୍କ ଚରଣ ତଳେ ପଡ଼ି ଯେ ମା ଦେଇ, ତ୍ରାହି ତ୍ରାହି ବଲିଣ ଯେ ସ୍ତୁତି ଆଚରଇ। ଜୟ ଜୟ କମଳା ଚଞ୍ଚଳ ନାମ ବହୁ, ଯେ ତତେ ନିଶ୍ଚଳ ରଖେ ତାର ଘରେ ଥାଉ। ଜୟ ଜୟ କମଳା ଗ ଶ୍ରିୟା ନାମ ତୋର, ବିଷ୍ଣୁର ଘରଣୀ ତୋର ବିଆଣ ଚରାଚର। ଯାହାକୁ କରୁଣା କରୁ ସେହି ସେ ଧନ୍ୟାତ୍ମା, ସ୍ତ୍ରୀ ଶିରୋମଣି ତୋ ଠାରୁ ନାହିଁ ବଡ଼। ଧନ୍ୟାତ୍ମ ସ୍ତ୍ରୀ ଶିରୋମଣି ତୋ ଠାରୁ ନାହିଁ ବଡ଼। ଏମନ୍ତ ଅନେକ ସ୍ତୁତି କଲେ ଶ୍ୟାମା ଦେଇ, ପ୍ରସନ୍ନ ହୋଇଲେ ମା ତାକୁ ଦେବୀ ମହାମାଇ। ବୋଇଲେ ଗ ଶ୍ୟାମା ଦେଇ ମାଗି ଘେନ ବର, ମନ ଯେ କାମନା ସିଦ୍ଧି କରିବି ତହର। ଶ୍ୟାମା ଦେଇ ବଲେ ମା ଯେବେ ଦେବେ ବର, ମା ତାକୁ ସୁଦୟା ଚିତେ ଅନୁଗ୍ରହ କର। ଇତା ହଇଣ ମାତା ଶ୍ରେୟନ ବାଛଇ, ସ୍ତ୍ରୀ ବଲିଣ ଯେ ସେହୁ ଜଗତେ ବলাই। ଯେବେ ଅପରାଧ ମା ଜନନୀ କରିଛଇ, ତାହା ମୁଁ ମାଗୁଛି ଦୟା କର ମହାମାଇ। ଶୁଣି କରି ମହାଲକ୍ଷ୍ମୀ ମୌନେ ରହିଲେ, ଆଶୁ ତୋର ମାତା ଦୁଷ୍ଟ ବୋଲି ଆଜ୍ଞା ଦେଲେ। ମାତାଙ୍କୁ ଘେଣିଣ ଶ୍ୟାମା ଦେଇ ପ୍ରବେଶିଲେ, ଲକ୍ଷ୍ମୀଙ୍କ ଚରଣ ତଳେ ମାତା ଯେ ପଡ଼ିଲେ। ଉଠ ଉଠ ବୋଲି ଆଜ୍ଞା ଦେଲେ ସିନ୍ଧୁ ଯେ ମା, ହସିଣ ବୋଲିଲେ ବୁଝ ମୋହର ଗାରିମା। ଆଉ ଦିନ ହେଟ ନଜର ନ କରିବୁ, ମୋହର ଓଷାକୁ ସାବଧାନ ଥିବୁ। ଏତେ କହି ମହାଲକ୍ଷ୍ମୀ ଅନ୍ତର୍ଧ୍ୟାନ ହେଲେ। ମାତା ଯେ ଦୁଇତା ଓଷା ସନ୍ତୋଷେ ପୂଜିଲେ। କମଳା ଚରିତ ଏ ଅପୂର୍ବ ରସସାର, ସୁଲକ୍ଷଣୀ ନାରୀ ମିଶି ହୁଳହୁଳି କର। ଦଶମ ପାଳି। ଏତୁ ଅନ୍ତରେ କଥା ହେଲା ଦିବ୍ୟ ରୀତି, ଶୁଚିମନ୍ତ ହୋଇ ଶୁଣ ସୁଲକ୍ଷଣୀ ସତୀ। ସାଧବାଣୀ ଦୟା କରେ ଜଗନ୍ନାଥ, ଗତ ସମ୍ପଦରୁ ଯେ ବଢ଼ିଲା ଅପ୍ରମିତ। ସାତ ଯେ ବୋଇତ ବାଣୀ ଝିଅରେ ଯାଇଥିଲେ, ସାତ ପୁତ୍ର ସହିତରେ ଗୃହକୁ ଅଇଲେ। ହସ୍ତି ହସ୍ୟ ଯୋଗ ମହିଷୀ ପରେ ପାର, ଦରିଦ୍ର ଅବସ୍ଥା ସବୁ କେଣେ ଗଲା ତାର। କିଛି ଦିନ ଅନ୍ତର ଯେ ସାଧବ ବନିତା ମେଲାଣି ମାଗି କରି, ହାନ୍ଦଳରେ ଚଢ଼ିଣ ଯେ ଅପରୂପ ପ୍ରବେଶ ସୁନ୍ଦରୀ। ଦେଖିଲା ସାଧୁପୁର ଅତ୍ୟନ୍ତ ସୁନ୍ଦର, ବଇଲା କେବଳ ସାଧୁ ତଳାଇଲା ଘର। ମୋହର କୁଡ଼ିଆ ଘର କେଣେ ସେଇ ଗଲା, ଏମନ୍ତ ବିଚାରି ଯାଇ ଦ୍ୱାରେ ପ୍ରବେଶିଲା। ଦାସୀ ପରିବାରୀ ମାନେ ହେଲେ ସେ ବାହାର, ବନ୍ଦାପନା କରି ଘେନି ଗଲେ ନିଜ ପୁର। ଭିତରକୁ ନେଇ ପଲଙ୍କରେ ବସାଇଲେ, ତାହାକୁ ଯେ ଦେଖି ସ୍ୱାମୀ ଆଲିଙ୍ଗନ କଲେ। ଯେ କିଛି ଦୁଃଖରେ କଥା କୁହାକୁହି ହୋଇ ବୋଇଲେ ନିର୍ଦ୍ଦୟା କରିଥିଲେ ମହାମାଇ। ଶ୍ୟାମା ଦେଇ ମତେ ସାଙ୍ଗେ ହସା କରାଇଲା, ମହାଲକ୍ଷ୍ମୀ ପାଦେ ଶରଣ ପଶିଲା। ଯେମନ୍ତ ସାଧବ ଆଗେ କହିଲା ସୁନ୍ଦରୀ, ଶୁଣିନ ସାଧବ ତାହା ହର୍ଷ ଚିତ୍ତେ କରି ଦୁଇ ପ୍ରାଣୀ ଲକ୍ଷ୍ମୀଙ୍କ ଚରଣେ ଆଶ୍ରା କଲେ। ଲକ୍ଷ୍ମୀଙ୍କ ଦୟାରୁ ସେହି ସୁଖ ଭୋଗ କଲେ। ବର୍ଷକ ପରେ ସେହି ଓଷା ବ୍ରତ କରି ସୁଖ ଭୋଗ କଲେ। ଏହି ଐଶ୍ୱର୍ଯ୍ୟଶ୍ରୀ ଯେଉଁଠାରେ ଶୁଣନ୍ତି ଏ ଓଷାର ବିଧାନ, ଚତୁର୍ବଧ ହୋଇ ଲକ୍ଷ୍ମୀ ରହନ୍ତି ସଦନ। ସ୍ତ୍ରୀ
ହୋଇ ଶୁଣିଲେ ସେ ସୁଲକ୍ଷଣୀ ହୋଇ ପୁରୁଷ ଶୁଣିଲେ ଚିର ଆୟୁଷ ବଢ଼ଇ ଅପୁତ୍ର ଜନକୁ ପୁତ୍ର ଦିଅନ୍ତି ମହାମାଇ ଅନ୍ଧକୃଷ୍ଟ ଜବି ରୋଗୀ ଶ୍ରବଣେ ଶୁଣଇ ମହାଲକ୍ଷ୍ମୀ ହୁଅନ୍ତି ତାହାଠାରେ ପରସନ ଧନ ଜନକ ଲକ୍ଷ୍ମୀ ଲଭେ ସେ ଜନ ଲକ୍ଷ୍ମୀଙ୍କ ଚରିତ ଏ ଅପୂର୍ବ ରସ ଗୀତ ଯେଉଁ ପ୍ରାଣୀ ଶୁଣନ୍ତି ସେ ହୁଅନ୍ତି ମୁକତ କମଳ ଚରିତ ଏ ଅପୂର୍ବ ରସସାର ସୁଲକ୍ଷଣୀ ନାରୀମାନେ ହୁଳହୁଳି କର। ଇତି ଶ୍ରୀ ମହାଲକ୍ଷ୍ମୀଙ୍କ ଧନମାଣିକା ଚା ସଦାଜୟ ସମ୍ପୂର୍ଣ୍ଣ ସମାପ୍ତ। ହେ ମା ଦୁନିଆର ସମସ୍ତଙ୍କର ମଙ୍ଗଳ କରନ୍ତୁ ମା, ଆପଣଙ୍କର ଚରଣ ତଳେ ଆମେ ସମସ୍ତଙ୍କୁ ଆଶ୍ରୟ ଦିଅନ୍ତୁ ମା।